ଓମ୍ ଶାନ୍ତି। 30 ଡିସେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ପାପର ବୋଝରୁ ହାଲୁକା ହେବା ପାଇଁ ବିଶ୍ୱସ୍ତ ଏବଂ ସଚ୍ଚୋଟ ଭାବରେ ନିଜର କର୍ମ କାହାଣୀକୁ ବାବାଙ୍କୁ ଲେଖିକରି ଦିଅ, ତେବେ କ୍ଷମା ମିଳିଯିବ। ପାପର ବୋଝରୁ ହାଲୁକା ହେବା ପାଇଁ ବିଶ୍ୱସ୍ତ ଏବଂ ସଚ୍ଚୋଟ ଭାବରେ ନିଜର କର୍ମ କାହାଣୀକୁ ବାବାଙ୍କୁ ଲେଖିକରି ଦିଅ, ତେବେ କ୍ଷମା ମିଳିଯିବ। ଆଜିର ପ୍ରଶ୍ନ, ସଙ୍ଗମ ଯୁଗରେ ତୁମେ ପିଲାମାନେ କେଉଁ ମଞ୍ଜି ବୁଣି ପାରିବ ନାହିଁ? ସଙ୍ଗମ ଯୁଗରେ ତୁମେ ପିଲାମାନେ କେଉଁ ମଞ୍ଜି ବୁଣି ପାରିବ ନାହିଁ? ଉତ୍ତର, ଦେହ ଅଭିମାନର। ଏହି ବୀଜରୁ ହିଁ ସର୍ବବିକାରର ବୃକ୍ଷ ସୃଷ୍ଟି ହେଉଛି। ବର୍ତ୍ତମାନ ସମୟରେ ସାରା ଦୁନିଆରେ 5 ବିକାରର ବୃକ୍ଷ ବିସ୍ତାର ଲାଭ କରିଛି। ସମସ୍ତେ କାମ କ୍ରୋଧର ବୀଜ ଲଗାଇ ଚାଲିଛନ୍ତି। ତୁମକୁ ବାବାଙ୍କର ନିର୍ଦ୍ଦେଶ ମିଳୁଛି, ପିଲାମାନେ ଯୋଗ ବଳ ଦ୍ୱାରା ପବିତ୍ର ହୁଅ। ବିକାର ଗୁଡ଼ିକର ବୀଜ ଲଗାଇବା ବନ୍ଦ କର। ଗୀତ, ତୁମ୍ହେं ପାକେ ହମ୍ନେ ଜହାଁ ପା ଲିୟା ହେ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ। ଏବେ ତ କମ୍ ଅଛନ୍ତି, ପୁଣି ଅନେକ ସନ୍ତାନ ହୋଇଯିବେ। ବର୍ତ୍ତମାନ ତୁମେ ପ୍ରତ୍ୟକ୍ଷ ରୂପେ କମ୍ ସଂଖ୍ୟାରେ ସନ୍ତାନ ହୋଇଛ। ତଥାପି ଏହି ପ୍ରଜାପିତା ବ୍ରହ୍ମାକୁ ତ ସମସ୍ତେ ଜାଣିଛ ନା? ନାମ ହିଁ ପ୍ରଜାପିତା ବ୍ରହ୍ମା ଅଟେ। କେତେ ଢେର ପ୍ରଜା ଅଛନ୍ତି। ସବୁ ଧର୍ମାବଲମ୍ବୀମାନେ ଏହାକୁ ନିଶ୍ଚୟ ମାନିବେ। ଏହାଙ୍କ ଦ୍ୱାରା ହିଁ ମନୁଷ୍ୟମାନଙ୍କର ରଚନା ହୋଇଛି ନା? ବାବା ବୁଝାଇଛନ୍ତି, ଲୌକିକ ପିତା ମଧ୍ୟ ଲୌକିକ ପରିବାରର ବ୍ରହ୍ମା ଅଟନ୍ତି। କାହିଁକି ନା ତାଙ୍କର ମଧ୍ୟ ବଂଶାବଳୀ ତିଆରି ହେଉଛି ନା? ସାଙ୍ଗିଆ ଦ୍ୱାରା ବଂଶାବଳୀ ଚାଲିଥାଏ। ସିଏ ହେଉଛନ୍ତି ହଦର। ଇଏ ବେହଦର ବାବା ଅଟନ୍ତି। ଏହାଙ୍କର ନାମ ହିଁ ହେଉଛି ପ୍ରଜାପିତା। ସେହି ଲୌକିକ ପିତା ତ ସୀମିତ ସନ୍ତାନ ରଚନା କରିଥାନ୍ତି। କେହି ରଚନା ମଧ୍ୟ କରିନଥାନ୍ତି। ଇଏ ତ ନିଶ୍ଚୟ ରଚନା କରିବେ। ଏପରି କେହି କହିବେ ନାହିଁ ଯେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନାହାନ୍ତି। ଏହାଙ୍କର ସନ୍ତାନ ତ ସାରା ଦୁନିଆ ଅଟେ। ପ୍ରଥମେ ହେଲେ ପ୍ରଜାପିତା ବ୍ରହ୍ମା। ମୁସଲମାନ ମାନେ ମଧ୍ୟ ଯେଉଁ ଆଦମ ବିବି କହୁଛନ୍ତି, ତାହା ତ ନିଶ୍ଚୟ କାହାକୁ କହୁଥିବେ ନା? ଏଡମ ଇବି, ଆଦି ଦେବ, ଆଦି ଦେବୀ, ଏସବୁ ପ୍ରଜାପିତା ବ୍ରହ୍ମାଙ୍କ ନିମନ୍ତେ ହିଁ କୁହାଯିବ। ଯେଉଁ ଧର୍ମବାଲା ହୋଇଥାନ୍ତୁ, ସମସ୍ତେ ଏହାକୁ ମାନିବେ ନିଶ୍ଚୟ। ବାସ୍ତବରେ ଜଣେ ହେଲେ ଲୌକିକ ପିତା, ଦ୍ୱିତୀୟରେ ପାରଲୌକିକ ପିତା। ସେହି ପାରଲୌକିକ ପିତା ଅବିନାଶୀ ସୁଖଦାତା ଅଟନ୍ତି। ତୁମେ ବେହଦ ସ୍ୱର୍ଗର ସୁଖ ପାଇବା ନିମନ୍ତେ ପୁରୁଷାର୍ଥ କରୁଛ। ଏଠାକୁ ବେହଦର ବାବାଙ୍କ ଠାରୁ ବେହଦ ସୁଖର ସମ୍ପତ୍ତି ପାଇବାକୁ ଆସିଛ। ସ୍ୱର୍ଗରେ ବେହଦର ସୁଖ, ନର୍କରେ ବେହଦର ଦୁଃଖ ବୋଲି ମଧ୍ୟ କହିପାରିବ। ଦୁଃଖ ମଧ୍ୟ ବହୁତ ଆସିବ। ସମସ୍ତେ ହାଇ ହାଇ କରିବେ। ବାବା ତୁମକୁ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଇଛନ୍ତି। ତୁମେ ପିଲାମାନେ ସମ୍ମୁଖରେ ବସିଛ ଏବଂ ପୁରୁଷାର୍ଥ ମଧ୍ୟ କରୁଛ। ଇଏ ତ ମାତା ପିତା ଉଭୟ ହେଲେ ନା? ଏତେ ଢେର ସନ୍ତାନ ଅଛନ୍ତି। ବେହଦର ମାତା ପିତାଙ୍କ ସହିତ କେବେ କେହି ଶତ୍ରୁତା ରଖିବେ ନାହିଁ। ମାତା ପିତାଙ୍କ ଠାରୁ କେତେ ସୁଖ ମିଳିଥାଏ। ଗାୟନ ମଧ୍ୟ କରନ୍ତି, ତୁମେ ମାତା ପିତା। ଏକଥା ତ ପିଲାମାନେ ହିଁ ବୁଝିଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ସମସ୍ତେ କେବଳ ପିତାଙ୍କୁ ହିଁ ଡାକୁଛନ୍ତି। ମାତା ପିତା କହିବେ ନାହିଁ। କେବଳ ଏହି ଭାରତରେ ହିଁ ଗାୟନ କରୁଛନ୍ତି, ତୁମେ ମାତା ପିତା, ଆମେ ତୁମର ସନ୍ତାନ। ତୁମେ ସନ୍ତାନମାନେ ଜାଣିଛ, ଆମେ ପାଠ ପଢ଼ି ମନୁଷ୍ୟରୁ ଦେବତା, କଣ୍ଟାରୁ ଫୁଲ ହେଉଛୁ। ବାବା ନାଉରିଆ ହେବା ସହିତ ବଗିଚାର ମାଲିକ ମଧ୍ୟ ଅଟନ୍ତି। ବାକି ତୁମେ ବ୍ରାହ୍ମଣମାନେ ଅନେକ ପ୍ରକାରର ମାଳି ଅଟ। ମୋଗଲ ଗାର୍ଡେନର ମଧ୍ୟ ମାଳି ଥାଆନ୍ତି ନା?
ତାଙ୍କର ଦରମା ମଧ୍ୟ କେତେ ଅଧିକ ହୋଇଥିବ। ମାଳି ମଧ୍ୟ କ୍ରମ ଅନୁସାରେ ଅଛନ୍ତି ନା। କେହି କେହି ମାଳି କେତେ ବହୁତ ଭଲ ଭଲ ଫୁଲ ଲଗାଇଥାନ୍ତି। ଫୁଲମାନଙ୍କ ମଧ୍ୟରେ ଗୋଟିଏ ରାଜା ଫୁଲ ମଧ୍ୟ ଥାଏ। ସତ୍ୟ ଯୁଗରେ ରାଜାରାଣୀ ଫୁଲ ଭଳି ସୁଖଦାତା ଅଟନ୍ତି ନା। ଏଠାରେ ଯଦିଓ ମହାରାଜା ମହାରାଣୀ ଅଛନ୍ତି, କିନ୍ତୁ ଫୁଲ ନୁହନ୍ତି। ପତିତ ହେବା ଦ୍ୱାରା କଣ୍ଟା ହୋଇଯାଇଥାନ୍ତି। ଜ୍ଞାନ ମାର୍ଗରେ ଚାଲୁ ଚାଲୁ କଣ୍ଟା ଭଳି ଦୁଃଖ ଦେଇ ପଳାଇ ଯାଉଛନ୍ତି। ଅଜାମିଳ ମଧ୍ୟ ଏହିମାନଙ୍କୁ କୁହାଯାଉଛି। ସବୁଠାରୁ ଅଧିକ ଭକ୍ତି ମଧ୍ୟ ତୁମେ କରୁଛ। ବାମ ମାର୍ଗରେ ନିମ୍ନଗାମୀ ହେବାର ଚିତ୍ର ଦେଖ। କିପରି ଅଶାଳୀନ ଭାବେ ତିଆରି କରିଛନ୍ତି। ଦେବତାମାନଙ୍କର ହିଁ ଚିତ୍ର ଦେଖାଇଛନ୍ତି। ତେବେ ତାହା ହେଲା ବାମ ମାର୍ଗର ଚିତ୍ର। ଏବେ ତୁମେ ପିଲାମାନେ ଏହି ସବୁ କଥା ବୁଝିଗଲଣି। ତୁମେ ଏବେ ବ୍ରାହ୍ମଣ ହୋଇଛ। ଆମେ ବିକାରଠାରୁ ବହୁତ ଦୂରକୁ ଯାଉଛୁ। ବ୍ରାହ୍ମଣ ହୋଇ ଭାଇ ଭଉଣୀ ବିକାରଗ୍ରସ୍ତ ହେବା, ଏହା ତ ବହୁତ ବଡ଼ ଅପରାଧ ହୋଇଯିବ। ନାମ ହିଁ ଖରାପ ହୋଇଯାଉଛି। ସେଥିପାଇଁ ଛୋଟ ବୟସରୁ ହିଁ ଯଦି କୌଣସି ଖରାପ କାମ କରିଛ, ତେବେ ତାକୁ ବାବାଙ୍କୁ ଶୁଣାଇ ଦେଲେ ଅଧା କ୍ଷମା ହୋଇଯିବ। ମନେ ତ ରହିଥାଏ ନା, ଅମୁକ ସମୟରେ ମୁଁ ଏହି ଖରାପ କାମ କରିଥିଲି। ବାବାଙ୍କୁ ଲେଖି କରି ଦେଉଛନ୍ତି। ଯେଉଁମାନେ ବହୁତ ବିଶ୍ୱସ୍ତ ଓ ସଚ୍ଚୋଟ ଅଟନ୍ତି, ସେମାନେ ବାବାଙ୍କୁ ଲେଖି କରି ଦେଇଥାନ୍ତି। ବାବା, ମୁଁ ଏହି ସବୁ ଖରାପ କାମ କରିଛି, କ୍ଷମା କରିଦିଅନ୍ତୁ। ବାବା କହୁଛନ୍ତି, କ୍ଷମା ତ ହୁଏ ନାହିଁ, ବାକି ସତ୍ୟ କହୁଥିବାରୁ ତାହା ହାଲୁକା ହୋଇଯିବ। ଏପରି ନୁହେଁ ଯେ ଭୁଲି ହୋଇଯିବ। ଭୁଲି ପାରିବି ନାହିଁ। ଆଗକୁ ପୁଣି ଏପରି କାମ ନ କରିବା ପାଇଁ ଖବରଦାର କରୁଛି। ବାକି ନିଜ ମନରେ ପଶ୍ଚାତାପ ଆସିଥାଏ। କହୁଛନ୍ତି, ବାବା, ମୁଁ ଅଜାମିଳ ଥିଲି। ଏହି ଜନ୍ମର ହିଁ କଥା ଅଟେ। ଏକଥା ମଧ୍ୟ ଏବେ ତୁମେ ଜାଣୁଛ। କେବେଠାରୁ ବାମ ମାର୍ଗକୁ ଯାଇ ପାପ ଆତ୍ମା ହୋଇଛ। ଏବେ ବାବା ପୁଣି ଆମକୁ ପୁଣ୍ୟ ଆତ୍ମା କରୁଛନ୍ତି। ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ହିଁ ଅଲଗା। ଯଦିଓ ଦୁନିଆ ହିଁ ଗୋଟିଏ, କିନ୍ତୁ ତୁମେ ବୁଝିଗଲଣି ଯେ ଏହା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ, ଯାହାକୁ ସ୍ୱର୍ଗ କୁହାଯାଉଛି। ଅନ୍ୟଟି ହେଲା ପାପ ଆତ୍ମାମାନଙ୍କର ଦୁନିଆ, ଯାହାକୁ ନରକ ଦୁଃଖଧାମ କୁହାଯାଉଛି। ସୁଖର ଦୁନିଆ ଏବଂ ଦୁଃଖର ଦୁନିଆ। ଦୁଃଖର ଦୁନିଆରେ ସମସ୍ତେ ଚିତ୍କାର କରୁଛନ୍ତି, ଆମକୁ ମୁକ୍ତ କର, ଆମକୁ ଘରକୁ ନେଇଯାଅ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଘରେ ଯାଇ ବସିଯିବାର ନାହିଁ, ପୁଣି ଅଭିନୟ କରିବାକୁ ଆସିବାକୁ ପଡ଼ିବ। ବର୍ତ୍ତମାନ ସମଗ୍ର ଦୁନିଆ ପତିତ ଅଟେ। ଏବେ ବାବାଙ୍କ ଦ୍ୱାରା ତୁମେ ପବିତ୍ର ହେଉଛ। ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ଆଉ କେହି ବି ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦେଖାଇବେ ନାହିଁ ଯେ ଆମେ ଏପରି ହେଉଛୁ। ବାବା କହୁଛନ୍ତି, ପିଲାମାନେ, ତୁମେ ଏହିପରି ଥିଲ, ଏବେ ନାହଁ। ପୂଜ୍ୟ ଥିଲ, ଏବେ ପୂଜାରୀ ହୋଇଯାଇଛ। ପୁଣି ପୂଜ୍ୟ ହେବା ପାଇଁ ପୁରୁଷାର୍ଥ ଦରକାର। ବାବା କେତେ ଭଲ ପୁରୁଷାର୍ଥ କରାଉଛନ୍ତି। ଏହି ବାବା ଜାଣିଛନ୍ତି ନା, ମୁଁ ରାଜକୁମାର ହେବି। ଇଏ ପ୍ରଥମ ନମ୍ବରରେ ଅଛନ୍ତି। ତଥାପି ମଧ୍ୟ ସବୁବେଳେ ମନେ ରହୁନାହିଁ, ଭୁଲି ଯାଉଛନ୍ତି। କିଏ କେତେ ବି ମେହନତ କଲେ ମଧ୍ୟ ବର୍ତ୍ତମାନ ସେହିପରି ଶ୍ରେଷ୍ଠ ଅବସ୍ଥା ହେବାର ନାହିଁ। କର୍ମାତୀତ ଅବସ୍ଥା ସେତେବେଳେ ହେବ ଯେତେବେଳେ ଲଢ଼େଇ ଲାଗିବାର ସମୟ ଆସିବ। ପୁରୁଷାର୍ଥ ତ ସମସ୍ତଙ୍କୁ କରିବାକୁ ପଡ଼ିବ ନା, ୟାଙ୍କୁ ମଧ୍ୟ କରିବାକୁ ହେବ। ତୁମେ ବୁଝାଉଛ ମଧ୍ୟ କି? ଚିତ୍ରରେ ଦେଖ, ବାବାଙ୍କର ଚିତ୍ର କେଉଁଠାରେ ଅଛି? ଏକଦମ ବୃକ୍ଷର ଅନ୍ତରେ ଛିଡ଼ା ହୋଇଛନ୍ତି, ପତିତ ଦୁନିଆରେ, ଏବଂ ତଳେ ପୁଣି ତପସ୍ୟା କରୁଛନ୍ତି। କେତେ ସହଜ କରି ବୁଝାଯାଉଛି। ଏସବୁ କଥା ବାବା ହିଁ ବୁଝାଉଛନ୍ତି। ଇଏ ମଧ୍ୟ ଜାଣିନଥିଲେ ବାବା ହିଁ ଜ୍ଞାନର ସାଗର ଅଟନ୍ତି। ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ହେ ପରମ ପିତା ପରମାତ୍ମା, ଏଠାକୁ ଆସି ଆମର ଦୁଃଖ ହରଣ କର। ବ୍ରହ୍ମା, ବିଷ୍ଣୁ, ଶଙ୍କର ତ ଦେବତା ଅଟନ୍ତି।
ମୂଳବତନରେ ରହୁଥିବା ଆତ୍ମାମାନଙ୍କୁ ଦେବତା କୁହାଯିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ରହସ୍ୟ ମଧ୍ୟ ବାବା ବୁଝାଇଛନ୍ତି। ବ୍ରହ୍ମା ଲକ୍ଷ୍ମୀନାରାୟଣ ପ୍ରଭୃତି ଏମାନେ ସବୁ ତ ଏହିଠାରେ ହିଁ ଥାଆନ୍ତି ନା। ସୂକ୍ଷ୍ମ ବତନର ଦୃଶ୍ୟ ତୁମକୁ କେବଳ ବର୍ତ୍ତମାନ ସାକ୍ଷାତକାର ହେଉଛି। ଏହି ବାବା ମଧ୍ୟ ଫରିସ୍ତା ହୋଇ ଯାଉଛନ୍ତି। ଏ କଥା ତ ପିଲାମାନେ ଜାଣିଛନ୍ତି। ଯିଏ ସିଡ଼ି ଚିତ୍ରରେ ଉପରେ ଛିଡ଼ା ହୋଇଛନ୍ତି ସେ ପୁଣି ତଳେ ତପସ୍ୟା କରୁଛନ୍ତି। ଚିତ୍ରରେ ବିଲକୁଲ ପରିଷ୍କାର ଭାବରେ ଦେଖାଯାଇଛି। ବ୍ରହ୍ମା ନିଜକୁ ଭଗବାନ ବୋଲି କେଉଁଠି କହୁଛନ୍ତି? ଇଏ ତ କହୁଛନ୍ତି ମୁଁ ମୂଲ୍ୟହୀନ ଥିଲି ତତ୍ତ୍ୱତୋମ୍। ଏବେ ମୂଲ୍ୟବାନ ହେଉଛି ତତ୍ତ୍ୱତୋମ୍। କେତେ ସହଜ ବୁଝିବାର କଥା। କେବେ କେହି ଏକଥା କହିଲେ ତାଙ୍କୁ କୁହ। ଇଏ କଳିଯୁଗର ଶେଷରେ ଛିଡ଼ା ହୋଇଛନ୍ତି ନା। ବାବା କହୁଛନ୍ତି ଯେତେବେଳେ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହେଉଛି ଏବଂ ଏହାଙ୍କର ବାନପ୍ରସ୍ଥ ଅବସ୍ଥା ହେଉଛି ସେତେବେଳେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି। ଏବେ ରାଜଯୋଗର ତପସ୍ୟା କରୁଛନ୍ତି। ତପସ୍ୟା କଲାବାଲାଙ୍କୁ ଦେବତା କିପରି କୁହାଯିବ? ରାଜଯୋଗ ଶିକ୍ଷା କରି ଏହିପରି ହେବେ। ତୁମମାନଙ୍କୁ ମଧ୍ୟ ଏହିପରି ମୁକୁଟଧାରୀ କରାଉଛନ୍ତି ନା। ଏହିମାନେ ପୁଣି ଦେବତା ହେଉଛନ୍ତି। ଏପରି ତ 10-20 ଜଣ ପିଲାଙ୍କର ଚିତ୍ର ମଧ୍ୟ ରଖିପାରିବ। କେବଳ ଦେଖାଇବା ପାଇଁ ରଖାଯାଇଛି ଯେ ଆମେ ଏହିପରି ହେଉଛୁ। ଆଗରୁ ସମସ୍ତଙ୍କର ଏପରି ଫଟୋ ଉଠାଯାଉଥିଲା। ଏସବୁ ବୁଝାଇବାର କଥା ଅଟେ ନା। ଗୋଟିଏ ପଟେ ସାଧାରଣ ଫଟୋ, ଅନ୍ୟ ପଟେ ଡବଲ ମୁକୁଟଧାରୀ ଫଟୋ। ତୁମେ ଜାଣିଛ ଆମେ ଏହିପରି ହେବାକୁ ଯାଉଛୁ। ସେହିମାନେ ହିଁ ହେବେ ଯାହାଙ୍କର ବାବାଙ୍କର ସହିତ ଲାଇନ ବିଲକୁଲ କ୍ଲିଅର ଥିବ ଏବଂ ବହୁତ ମଧୁର ବି ହୋଇଥିବେ। ଏବେ ମନୁଷ୍ୟମାନଙ୍କ ମଧ୍ୟରେ କାମ, କ୍ରୋଧ ଇତ୍ୟାଦିର ବୀଜ କେତେ ଅଧିକ ତୀବ୍ର ହୋଇଗଲାଣି। ସମସ୍ତଙ୍କ ମଧ୍ୟରେ 5 ବିକାର ରୂପୀ ବୀଜର ବୃକ୍ଷ ବିସ୍ତାରିତ ହୋଇଗଲାଣି। ଏବେ ବାବା କହୁଛନ୍ତି ଏପରି ବୀଜ ତୁମକୁ ଆଉ ବୁଣିବାର ନାହିଁ। ସଙ୍ଗମ ଯୁଗରେ ତୁମକୁ ଦେହ ଅଭିମାନର ବୀଜ ବୁଣିବାର ନାହିଁ, କାମର ବୀଜ ବୁଣିବାର ନାହିଁ। ଅଧା କଳ୍ପ ପାଇଁ ପୁଣି ରାବଣ ହିଁ ରହିବ ନାହିଁ। ପ୍ରତ୍ୟେକ କଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି। ଗୋଟିଏ ମୁଖ୍ୟ କଥା ହେଉଛି ମନ୍ମନା ଭବ। ବାବା କହୁଛନ୍ତି ମୋତେ ମନେ ପକାଅ। ସବୁଠାରୁ ପଛରେ ଇଏ ବ୍ରହ୍ମା ଅଛନ୍ତି, ପୁଣି ସବୁଠାରୁ ଆଗରେ ମଧ୍ୟ ଇଏ ବ୍ରହ୍ମା ହିଁ ଅଛନ୍ତି। ଯୋଗବଳ ଦ୍ୱାରା କେତେ ପବିତ୍ର ହେଉଛନ୍ତି। ଆରମ୍ଭରୁ ତ ପିଲାମାନଙ୍କୁ ବହୁତ ସାକ୍ଷାତକାର ହେଉଥିଲା। ଭକ୍ତି ମାର୍ଗରେ ଯେତେବେଳେ ନବଧା ଭକ୍ତି କରିଥାନ୍ତି ସେତେବେଳେ ସାକ୍ଷାତକାର ହୋଇଥାଏ। ଏଠାରେ ତ ଏମାନେ ବସି ବସି ଧ୍ୟାନରେ ଚାଲି ଯାଉଥିଲେ, ତେଣୁ ଏହାକୁ ଯାଦୁ ବୋଲି ଭାବୁଥିଲେ। ଏହା ତ ଫାଷ୍ଟ କ୍ଲାସ ଯାଦୁ ଅଟେ। ମୀରା ତ ବହୁତ ତପସ୍ୟା କରିଥିଲେ, ସାଧୁ ସନ୍ଥମାନଙ୍କ ସଙ୍ଗ କରିଥିଲେ। ଏଠାରେ ସାଧୁ ଆଦି କାହାନ୍ତି? ଇଏ ତ ବାବା ଅଟନ୍ତି ନା। ସମସ୍ତଙ୍କର ପିତା ହେଉଛନ୍ତି ଶିବ ବାବା। କହୁଛନ୍ତି ଗୁରୁଙ୍କ ସହିତ ମିଶିବୁ। ଏଠାରେ ତ କେହି ଗୁରୁ ନାହାନ୍ତି। ଶିବ ବାବା ତ ନିରାକାର ଅଟନ୍ତି। କାହା ସହିତ ମିଶିବାକୁ ଚାହୁଁଛ? ସେହି ଗୁରୁମାନଙ୍କ ପାଖକୁ ଯାଇ ଭେଟି ଦେଇଥାନ୍ତି। ଏହି ବାବା ତ ବେହଦର ମାଲିକ ଅଟନ୍ତି। ଏଠାରେ ଭେଟି ଆଦି ଚଢ଼ାଇବାର କିଛି କଥା ନାହିଁ। ଇଏ ପଇସା ନେଇ କ'ଣ କରିବେ? ଏହି ବ୍ରହ୍ମା ମଧ୍ୟ ଜାଣିଛନ୍ତି ମୁଁ ବିଶ୍ୱର ମାଲିକ ହେଉଛି। ପିଲାମାନେ ଯାହା କିଛି ପଇସା ଆଦି ଦେଉଛନ୍ତି ସେଥିରେ ସେମାନଙ୍କ ପାଇଁ ଘର ଆଦି ତିଆରି କରିଦେଉଛି। ପଇସା ତ ନା ଶିବ ବାବାଙ୍କର ଦରକାର ନା ବ୍ରହ୍ମା ବାବାଙ୍କର ଦରକାର। ଏହି ଘର ସବୁ ପିଲାମାନଙ୍କ ନିମନ୍ତେ ତିଆରି କରାଯାଉଛି। ପିଲାମାନେ ହିଁ ଆସି ରହୁଛନ୍ତି। କେହି ଗରିବ, ପୁଣି କେହି ସାହୁକାର ଅଛନ୍ତି। କେହି କେହି ତ 2 ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି। ବାବା ମୋର ଗୋଟିଏ ଇଟା ଲଗାଇ ଦିଅ। କେହି ପୁଣି 1000 ଟଙ୍କା ପଠାଇ ଦେଉଛନ୍ତି। ଉଭୟଙ୍କର ଭାବନା ତ ସମାନ ଅଟେ ନା।
ତେଣୁ ଉଭୟଙ୍କର ସମାନ ଭାଗ୍ୟ ଜମା ହୋଇଯାଉଛି। ଯେବେ ପିଲାମାନେ ଆସୁଛନ୍ତି, ଯେଉଁଠି ଇଚ୍ଛା ସେଠି ରୁହନ୍ତୁ। ଯେଉଁମାନେ ଘର ତିଆରି କରାଇଛନ୍ତି, ସେମାନେ ଆସିଲେ ତାଙ୍କୁ ନିଶ୍ଚୟ ଆରାମରେ ରଖାଇବେ। କେହି ପୁଣି କହିଦେଉଛନ୍ତି, ବାବା ପାଖରେ ମଧ୍ୟ ଖାତିର ହେଉଛି। ଆରେ, ତାହା ତ ନିଶ୍ଚୟ କରିବାକୁ ପଡ଼ିବ ନା। କିଏ କିପରି ଅଟନ୍ତି? କେହି କେହି ତ ଯେଉଁଠି ସେଠି ରହିଯାଇପାରିବେ। କେହି ପୁଣି ବହୁତ ସୁକୁମାରିଆ ଥାନ୍ତି। ବିଦେଶରେ ରହିଲାବାଲା ଅଥବା ବଡ଼ ବଡ଼ ମହଲରେ ରହିଲାବାଲା ଅଛନ୍ତି। ପ୍ରତ୍ୟେକ ଦେଶରୁ ବଡ଼ ବଡ଼ ଧନୀ ଲୋକମାନେ ବାହାରୁଛନ୍ତି, ଯିଏକି ଘର ମଧ୍ୟ ସେହିପରି ତିଆରି କରୁଛନ୍ତି। ଏଠାକୁ ଦେଖ, କେତେ ଢେର ସନ୍ତାନ ଆସୁଛନ୍ତି। ଆଉ କୌଣସି ବାପର ଏପରି ଖିଆଲ ଆସିବ ନାହିଁ। ହୁଏତ 10, 12, 20 ନାତି ନାତୁଣୀ ଥିବେ। ଆଚ୍ଛା, କାହାର 200, 500 ମଧ୍ୟ ହୁଅନ୍ତୁ, ତାହାଠାରୁ ଅଧିକ ତ ହେବେ ନାହିଁ ନା। ଏହି ବାବାଙ୍କର ପରିବାର ତ କେତେ ବଡ଼, ଆହୁରି ମଧ୍ୟ ବୃଦ୍ଧି ହୋଇ ଚାଲିବ। ଏଠାରେ ତ ରାଜଧାନୀର ସ୍ଥାପନା ହେଉଛି। ବାପାଙ୍କର ପରିବାର କେତେ ହେବେ? ପୁଣି ପ୍ରଜାପିତା ବ୍ରହ୍ମାଙ୍କର ପରିବାର କେତେ ହୋଇଗଲେ। କଳ୍ପ କଳ୍ପ ଯେତେବେଳେ ଆସନ୍ତି, ସେତେବେଳେ ଆଶ୍ଚର୍ଯ୍ୟଜନକ କଥା ସବୁ ତୁମ କାନରେ ସବୁ ପଡ଼ିଥାଏ। ବାବାଙ୍କ ନିମନ୍ତେ କହୁଛନ୍ତି ନା, ହେ ପ୍ରଭୁ, ତୁମର ଗତିମତ ସବୁଠାରୁ ଅଲଗା ଅଟେ। ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଦେଖ କେତେ ଫରକ ରହିଛି। ବାବା ତୁମକୁ ବୁଝାଉଛନ୍ତି, ସ୍ୱର୍ଗକୁ ଯିବାକୁ ହେଲେ ଦୈବୀ ଗୁଣ ମଧ୍ୟ ଧାରଣ କରିବା ଦରକାର। ଏବେ ତ କଣ୍ଟା ଅଛନା। ଗାୟନ ମଧ୍ୟ କରୁଛନ୍ତି, ମୁଁ ନିର୍ଗୁଣହାର, ମୋ ପାଖରେ କୌଣସି ଗୁଣ ନାହିଁ। ବାକି 5 ବିକାରର ଅବଗୁଣ ତ ଅଛି। ରାବଣର ରାଜ୍ୟ ଅଛି। ଏବେ ତୁମକୁ କେତେ ଭଲ ଜ୍ଞାନ ମିଳୁଛି। ଏହି ଜ୍ଞାନ ପରି ଦୁନିଆର ଜ୍ଞାନ ଏତେ ଖୁସି ଦିଏ ନାହିଁ। ତୁମେ ଜାଣିଛ, ଆମେ ଆତ୍ମାମାନେ ଉପରେ ଅର୍ଥାତ୍ ମୂଳବତନର ବାସିନ୍ଦା ଅଟୁ। ସୂକ୍ଷ୍ମ ବତନରେ ବ୍ରହ୍ମା, ବିଷ୍ଣୁ, ଶଙ୍କର ଅଛନ୍ତି। ତାହା ମଧ୍ୟ କେବଳ ସାକ୍ଷାତକାର ହିଁ ହୋଇଥାଏ। ବ୍ରହ୍ମା ଏବଂ ଲକ୍ଷ୍ମୀ ନାରାୟଣ ମଧ୍ୟ ଏଠାକାର ଅଟନ୍ତି। ଏହା କେବଳ ସାକ୍ଷାତକାର ହୋଇଥାଏ। ବ୍ୟକ୍ତ ବ୍ରହ୍ମାରୁ ପୁଣି ସୂକ୍ଷ୍ମ ବତନବାସୀ ବ୍ରହ୍ମା, ଫରିସ୍ତା କିପରି ହୋଇଯାଉଛନ୍ତି, ସେହି ଚିହ୍ନ ହିଁ ରହିଛି। ବାକି ସେଠାରେ କିଛି ହେଲେ ନାହିଁ। ଏବେ ତୁମେ ପିଲାମାନେ ସବୁ କଥା ବୁଝିବା ସହ ଧାରଣା କରି ଚାଲିଛ। କିଛି ନୂଆ କଥା ନୁହେଁ। ତୁମେ ଅନେକ ଥର ଦେବତା ହୋଇଛ। ଦୈବୀ ରାଜ୍ୟ ଥିଲା ନା। ଏହି ଚକ୍ର ଘୁରି ଚାଲିଛି। ତାହା ବିନାଶୀ ଡ୍ରାମା। ଏହା ଅନାଦି ଅବିନାଶୀ ଡ୍ରାମା। ତୁମ ବ୍ୟତୀତ ଏକଥା ଆଉ କାହାରି ବୁଦ୍ଧିରେ ନାହିଁ। ଏସବୁ ବାବା ବସି ବୁଝାଉଛନ୍ତି। ଏପରି ନୁହେଁ ଯେ ପରମ୍ପରାରୁ ଚାଲି ଆସୁଛି। ବାବା କହୁଛନ୍ତି, ଏହି ଜ୍ଞାନ ବର୍ତ୍ତମାନ ତୁମକୁ ଶୁଣାଉଛି, ପୁଣି ଏହା ପ୍ରାୟ ଲୋପ ହୋଇଯିବ। ତୁମେ ରାଜପଦ ପ୍ରାପ୍ତ କରିଲା ପରେ ସତ୍ୟ ଯୁଗରେ ଏହି ଜ୍ଞାନ ରହିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସର୍ବଦା ସ୍ମୃତି ରହୁ ଯେ ବର୍ତ୍ତମାନ ମୁଁ ବ୍ରାହ୍ମଣ ହୋଇଛି। ସେଥିପାଇଁ ମୋତେ ବିକାରଗୁଡ଼ିକ ଠାରୁ ବହୁତ ବହୁତ ଦୂରରେ ରହିବାକୁ ହେବ। କେବେ ହେଲେ କ୍ରିମିନାଲ ଏସାଲ୍ଟ ବା କାମ ବିକାର ଭଳି ଅପରାଧ ନ ହେଉ। ବାବାଙ୍କ ସହିତ ବହୁତ ବହୁତ ଅନେଷ୍ଟ ବା ସଚ୍ଚୋଟ ଏବଂ ବିଶ୍ୱସ୍ତ ହୋଇ ରହିବାକୁ ହେବ। 2 ନମ୍ବର। ମୁକୁଟଧାରୀ ଦେବତା ହେବା ପାଇଁ ବହୁତ ବହୁତ ମଧୁର ହେବାକୁ ପଡ଼ିବ। ବୁଦ୍ଧିର ଲାଇନ ସର୍ବଦା କ୍ଲିଅର ଅର୍ଥାତ୍ ନିର୍ମଳ ରଖିବାକୁ ହେବ। ରାଜଯୋଗର ତପସ୍ୟା କରିବାକୁ ପଡ଼ିବ। ଆଜିର ବରଦାନ। ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହୁଥିବା ବନ୍ଧନ ମୁକ୍ତ ଜୀବନ ମୁକ୍ତ ଭବ। ଡିଟେଲ୍ସ।
ଦେହ ଅଭିମାନ ହେଲା ହଦର ସ୍ଥିତି। ଏବଂ ଦେହୀ ଅଭିମାନୀ ବେହଦର ସ୍ଥିତି। ଦୈହିକ ସ୍ମୃତିରେ ଆସିବା ଦ୍ୱାରା ଅନେକ ପ୍ରକାରର କର୍ମର ବନ୍ଧନରେ ତଥା ହଦ ଅର୍ଥାତ୍ ସୀମା ଭିତରେ ରହିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ଦେହୀ ଅର୍ଥାତ୍ ଆତ୍ମା ହୋଇଯାଉଛ, ସେତେବେଳେ ଏହି ସମସ୍ତ ବନ୍ଧନ ସମାପ୍ତ ହୋଇଯାଉଛି। ଯେପରି କୁହାଯାଏ, ବନ୍ଧନ ମୁକ୍ତ ହିଁ ଜୀବନ ମୁକ୍ତ ଅଟେ। ଏହିପରି ଯିଏ ବେହଦର ସ୍ଥିତିରେ ସ୍ଥିତ ହୋଇ ରହିଥାଏ, ସେ ଦୁନିଆର ବାୟୁମଣ୍ଡଳ, ଭାଇବ୍ରେସନ, ତମଗୁଣୀ ବୃତ୍ତି ଏବଂ ମାୟାର ଆକ୍ରମଣ ଠାରୁ ମୁକ୍ତ ହୋଇଯାଇଥାଏ। ଏହାକୁ ହିଁ କୁହାଯାଏ ଜୀବନ ମୁକ୍ତି ସ୍ଥିତି, ଯାହାର ଅନୁଭବ ସଙ୍ଗମ ଯୁଗରେ ହିଁ କରିବାକୁ ହେବ। ଆଜିର ସ୍ଲୋଗାନ: ନିଶ୍ଚୟ ବୁଦ୍ଧିର ଲକ୍ଷଣ ହେଲା ନିଶ୍ଚିତ ବିଜୟୀ ଏବଂ ନିଶ୍ଚିନ୍ତ ସ୍ଥିତି। ସେମାନଙ୍କ ପାଖକୁ ବ୍ୟର୍ଥ ଆସିପାରିବ ନାହିଁ। ନିଶ୍ଚୟ ବୁଦ୍ଧିର ଲକ୍ଷଣ ହେଲା ନିଶ୍ଚିତ ବିଜୟୀ ଏବଂ ନିଶ୍ଚିନ୍ତ ସ୍ଥିତି। ସେମାନଙ୍କ ପାଖକୁ ବ୍ୟର୍ଥ ଆସିପାରିବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯଦି କର୍ମର ଗହନ ଗତିକୁ ଜାଣି ଅର୍ଥାତ୍ ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ କରିବ, ତେବେ ଯାଇ କର୍ମାତୀତି ହୋଇପାରିବ। ଯଦି ସଂକଳ୍ପ ରୂପରେ ମଧ୍ୟ ଛୋଟ ଛୋଟ ଭୁଲ ହୋଇଯାଉଛି, ତେବେ ତାର ମଧ୍ୟ ବହୁତ କଡ଼ା ହିସାବ କିତାବ ଜମା ହୋଇଯାଉଛି। ସେଥିପାଇଁ ଛୋଟ ଛୋଟ ଭୁଲକୁ ମଧ୍ୟ ବଡ଼ ବୋଲି ଭାବିବାକୁ ହେବ। କାହିଁକି ନା ଏବେ ତୁମେମାନେ ସମ୍ପୂର୍ଣ୍ଣ ସ୍ଥିତି ଆଡ଼କୁ ପାଖେଇ ଚାଲିଛ। ଓମ୍ ଶାନ୍ତି।